कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमः। हरे कृष्ण। प्रथम स्कंद चतुर्दश अध्याय। सुत उवाच अर्जुन राजार वचने गला जे द्वारका भवने बंधु बांधव दृष्टि आसे स्नेह जडित मोह पासे माया मनुष्य रूपे हरि छद्र में गृह वास करी संसार जार खेल घर ब्रह्मा शंकरे अगोचर विचार तार जानिबारे मिलिले द्वार कानगरे केते हैं दिन तहि रही कृष्णर पदे चित देई एमंते गला मास केते चंचल युधिष्ठिर चिते अर्जुन न मिलिला पासे घोर अद्भुत देखि त्रासे कालर गति विपरीत अधर्मे प्राणींकर चित पाप आचार कले दम्भे जंत्रित काम क्रोध लोभे मित्र सुहृद सठमती पिता माता जे भ्राता ज्ञान्ति स्वामी भारिजा पुत्र मेले ध्वनि से उठई कंदले निरते अरिष्ट सूचक प्रकाश होइला अनेक पाप प्रकृति प्राणींकर देखि चकित नृपवर भीमसेन कुराई पासे कहती आत्मार विश्वासे युधिष्ठिर वाच अर्जुन द्वारका भुवने गला बांधव दर्शने कृष्ण महिमा कृष्ण संगे जानिबा पाई मनरंगे एबे शपथ मास गला तेबे हें अर्जुन नइला केबे किए बण विपरीत तेणु चंचल मोर चित कि हेतु मोर पास छाड़ी अर्जुन रहे लोभ बढ़ी ଏହା ତ ଜାଣି ନ ପାରଇ ଭये ବ୍ୟାକୁଳ ମୋର ଦେହି ନାରଦ କହି ଗଲେ ମୋତେ ସେ କାଳ ହେଲା ବାପ୍ରାପତେ କ୍ରୀଡ଼ା ଶରୀର ରଉଛନ କିବାଇ ଥିଲେ ଭଗବାନ ହରି ସେ ନେହ ପ୍ରମାଦେ ମୁଁ ଯେ ବସିଲି ରାଜପଦେ
ଦାରା ସମ୍ପଦ ପ୍ରାଣ ମୋର ସର୍ବମଙ୍ଗଳ ଦାମୋଦର ସକଳ ରାଜା ମୋର ପାଦେ ଖଟନ୍ତି ଯାହାର ପ୍ରସାଦେ ତାହାର ଭଲେ ଭଲ ମୋର ସେ ହରି ଶରଣ ସୋଦର ଦେଖ ପ୍ରତକ୍ଷେ ବୃକଦର ଦିଶ ଆକାଶ ଅନ୍ଧକାର ତ୍ରିବିଧ ଉତ୍ପାତ ଗଗନେ ତ୍ରିବିଧ ଉତ୍ପାତ ଗଗନେ ତେଣୁ ସଂଶୟ ମୋର ମନେ ଭୂମି ଆକାଶ ପ୍ରାଣୀ ମନ ଭୟେ କମ୍ପନ୍ତି ଛନ ଛନ ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳୀ ଯେହ୍ନେ ବାତେ ଉରୁ ଲୋଚନ ବାହୁମାନ ବାମେ କମ୍ପନ୍ତି ଘନ ଘନ ଭୟେ କମ୍ପଇ ମୋ ଶରୀର ଦେଖ ପ୍ରତକ୍ଷେ ବୃକଦର ଏରିଷ୍ଟ ସୂଚକ ସ୍ୱଭାବ ଏସେ ନିକଟେ ଦୁଃଖ ଦେବ ରବି ଉଦୟ କାଳେ ଆସି ଶୃଗାଳ ଯୁଥେ ଯୁଥେ ବସି ପୂର୍ବ ଦିଗକୁ ମୁଖ କରି ବଦନୁ ଅନଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ଏସେ ସୂଚକ ପରମାଦ କୁକୁର ମୋର ମୁଖ ଚାହିଁ ନିର୍ଭୟେ ରୋଦନ କରଇ ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ଆବର ଶୁଭ ପଶୁ ଯେତେ ମୋତେ ଭ୍ରମନ୍ତି ବିପରୀତେ ଏ ମୋର ଗଜ ଅଶ୍ୱ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ଭଲ୍ଲୁକେ ମୋର ଆଗେ ବସି ଶବଦେ କମ୍ପାନ୍ତି ମେଦିନୀ ମୋର ଚାହାନ୍ତେ ନୋହେ ତୁନି ପ୍ରତି ଉଲୁକ ମୁଖରାବେ ରାବଇ ଭୟଙ୍କର ଭାବେ ଏହାଙ୍କ ରାବେ ଶୂନ୍ୟମହି ପ୍ରଜାଏ ନ ରହିବେ କେହି ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି ନିର୍ମେଘ ନିର୍ଘାତ ଶୁଭଇ ବିଜୁଳି ତେଜ ଝଟକଇ ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିଗେ ସୂର୍ଯ୍ୟର ଦେହେ ନାହିଁ ତେଜ
ଦେଖ ଆକାଶେ ଗ୍ରହ ଯୁଝ ଦିଗେ ଦିଶନ୍ତି ଭୂତଗଣେ ଯେହ୍ନେ ପୂରିତ ଅଗ୍ନିବାଣେ କ୍ଷୁଭିତ ଦିଶେ ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୁରୀତ ଜଗତେ ଅନଳ ଲିଭେ ଘୃତ ଧାରେ କାଳ କି ପ୍ରବେଶ ସଂସାରେ ବଶ୍ଚାନ କରେ କ୍ଷୀରପାନ ଗାବନ ଦିଅନ୍ତି କ୍ଷୀରଦାନ ତୃଣନ ଚରି ଅଶ୍ରୁମୁଖେ ବୃଷଭ ବୁଲେ ମନ ଦୁଃଖେ ହରସେ ନ କରନ୍ତି ନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମା ଚଳେ ରୋଦନ୍ତି ତନୁ ଘର୍ମ ଜଳେ ଏ ଜନପଦ ଗ୍ରାମମାନ ନଗର ଆବର ଉଦ୍ୟାନ ବନ ଆଶ୍ରମେ ଯେତେ ଜନେ ମୁହିଁ ଯା ଦେଖ ନୟନେ ସର୍ବେ ଦିଶନ୍ତି ହତଶିରୀ ଚଳ ଚଳ ବନଗିରି ବାହ୍ୟ ଅନ୍ତର ସର୍ବ ଚାହିଁ ମୁହିଁ ଏମନ୍ତ ବିଚାରଇ ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ ସେ ପାଦ କିବା ଶୂନ୍ୟ ଗଲା ଅବନି ଏମନ୍ତ ଦିଶିଲା ସୁତବାଚ ଏମନ୍ତ କହୁଁ ଭୀମ ଆଗେ ଧର୍ମନନ୍ଦନ ଉଦବେଗେ ଭୟେ କମ୍ପନ୍ତି ଛନ ଛନ ତକ୍ଷଣେ ମିଳିଲା ଅର୍ଜୁନ ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି ଲୋଚନୁ ବହେ ଅଶ୍ରୁ ଜଳ ଦେହେ ବ୍ୟାପିତ ଶ୍ରମ ଝାଳ ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ ନିସ୍ତେଜ ଦେଖି ତାର ଗାତ୍ର ବ୍ୟାକୁଳେ ହୃଦୟ କମ୍ପିତ ବନ୍ଧୁ ବାନ୍ଧବ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ ନାରଦ ବଚନ ସୁମରି ଅନ୍ତରେ ଚିନ୍ତି ନରହରି ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି ଯୁଧିଷ୍ଠିର ବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରକାପୁରେ ବନ୍ଧୁଜନେ ସୁଖେ ଅଛନ୍ତି ନା ସମସ୍ତେ ଯାଦବ ବଂଶ ଯେ ଶପତେ ସୁରମୋହର ମାତାମହ ସେ ଭଲେ ଅଛନ୍ତି କି କହମ୍ ମାତୁଳ କ୍ରୂରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ ଦେବକୀ ଆଦି ପତ୍ନୀ ଯେତେ ସୁଖେ ଅଛନ୍ତି ନା ସେ ସମସ୍ତେ ଦେବକ ଉଗ୍ରସେନ ଦୁଇ ଭଲେ କିଛନ୍ତି ବେନି ଭାଇ ଗଦ ସାରଣ ଜୟନ୍ତନ ଏ ଆଦି ମାତୁଳ ସାନନ୍ଦନ ସାମ୍ବ ସାତ୍ୟକୀ ହଳଧର କହ କୁଶଳ ତାହାଙ୍କର ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ
ତାରକୁ ମୋର ଅନିରୁଦ୍ଧ ଅତି ଗମ୍ଭୀର ସୁରଯୋଧ ସୁଷେଣ ସୁମିତ୍ର ସହିତେ ଭଲେ କିଛନ୍ତି କୃଷ୍ଣ ସୁତେ ଋଷଭ ଆଦି ମହାବୀରେ ସୁଖେ ଅଛନ୍ତି ନାନଗରେ ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀର ସಮೇତେ ରାମ ଗୋବିନ୍ଦ ଭୁଜାଶ୍ରିତେ ସର୍ବେ ଅଛନ୍ତି ଟିକି ସୁସ୍ତେ ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି କରୁଣା ସିନ୍ଧୁ ନନ୍ଦବାଳ ବ୍ରହ୍ମଣ୍ୟ ଭକତ ବତ୍ସଳ ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମରାଶି ଲୋକମଙ୍ଗଳ କ୍ଷମ ଅର୍ଥେ ଯାହାର ଜନ୍ମ ଏ ଜଗତେ ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ ଯାହାର ଭୁଜ ଆଶ୍ରେ କରି ଯାଦବେ ବିଷ୍ଣୁ ତେଜ ଧରି ମହାପୁରୁଷ ଯୋଗବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ ଯାର ଚରଣେ ସେବା କରି 16,000 କୃଷ୍ଣ ନାରୀ ସତ୍ୟାର ଛଳେ ଇନ୍ଦ୍ରଜିଣୀ ନନ୍ଦନ ବନୁ ଚକ୍ରପାଣି ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ ଯାହା ବିଳସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି ସହସ୍ରେ ଶାଖା ପରିମାଣି ନାରୀଙ୍କି ଦେଲେ ଚକ୍ରପାଣି ଯାହାର ଭୁଜ ଦଣ୍ଡ ତଳେ ଯଦୁ ପ୍ରବୀରେ ମହିତଳେ ନିର୍ଭୟେ ଜଗତେ ଭ୍ରମନ୍ତି ପାଦେଷୁ ଧର୍ମା ଆକ୍ରମନ୍ତି ହେ ଭ୍ରାତ ଶୁଣ ମହାଭୁଜ ତୁମତେ ଦିଶୁ ହତବୀର୍ଯ୍ୟ ଲଭିଲା ବସ୍ତୁ କେଣେ ଗଲା ତୋତେ ଅବଜ୍ଞା କେହୁ କଲା ଚିର ପ୍ରବାସେ ଦୁଃଖ ଚିନ୍ତା ତେଣୁ ବଦନ ମଳିନତା କେବା ଭର୍ସନା ଅମଙ୍ଗଳେ ତୋତେ ସମ୍ପିଲା ବାକ୍ୟ ବଳେ ଅର୍ଥି ପ୍ରାଣୀଙ୍କୁ ଦେବା କଲୁ ମାଗନ୍ତେ କିୟ ବାନ ଦେଲୁ ବୃଦ୍ଧ ବ୍ରାହ୍ମଣ ନିରମାଖି ସ୍ତ୍ରୀ ବାଳକ ଗୋରୁ ଦୁଃଖୀ ରୋଗ ପୀଡ଼ନ୍ତେ ଯେ ରୋଦନ୍ତି ଜୟ ବା ଶରଣ ପଶନ୍ତି ଏହାଙ୍କୁ ଦୟାବାନ କଲୁ ତେଣୁ ତୁ ଅଶୁଭ ଦିଶିଲୁ ଅଗମ୍ୟେ ଗଲୁ ବାଗମନ କିବା ହରିଲୁ ସ୍ତ୍ରୀ ଜନ ମାର୍ଗେ ଆସନ୍ତେ ତୁ ଚଳେ କେବା ଜିଣିଲା ତୋତେ ବଳେ ବାଳକ ବୃଦ୍ଧ ନ ଭୁଞ୍ଜଇ
ଅଗ୍ରେ ଭୁଞ୍ଜିଲୋ ଅବା ତୋହି କିବା ନିନ୍ଦିତ କର୍ମ କଲୁ ତେଣୁ ତୁ ଏମନ୍ତ ଦିଶିଲୁ। ଅତିଥି ଭୃତ୍ୟ ଗର୍ଭନାରୀ କନ୍ୟା ବା ଅଭୋଜନ କରି କିବା ତୋ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର। ତାହାର ଶୂନ୍ୟେ ଶୂନ୍ୟ ତୁହି ହେମନ୍ତ ପ୍ରାୟ ମୁଁ ମଣଇ ତମନେ ଦୁଃଖ ଏହା ବିନେ କେବେ ହେ ନ ଘଟେ ମୁଁ ମଣେ। ହରିଚରିତ ସୁଧାବାଣୀ ଶୁଣି ସଂସାରୁ ତର ପ୍ରାଣୀ କହଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ବିତର୍କ ନାମ ଚତୁର୍ଦ୍ଦଶ ଅଧ୍ୟାୟ।